ମା ମଙ୍ଗଳା କିଏ? ମା କାକଟପୁର କେମିତି ଆସିଲେ? କିଏ ସ୍ଥାପନା କଲା ମାଙ୍କୁ କାକଟପୁରରେ? ବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ମଙ୍ଗଳା। ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରୁ କାକଟପୁର ମା ମଙ୍ଗଳାଙ୍କ ଶକ୍ତିପୀଠଟି ରାଜ୍ୟରେ ବିଶେଷ ଗୁରୁତ୍ୱ ବହନ କରିଥାଏ। ମା ମଙ୍ଗଳାଙ୍କ ସହିତ ଜଗନ୍ନାଥ ସଂସ୍କୃତିର ସିଧାସଳଖ ସମ୍ପର୍କ ରହିଆସିଛି। କାହିଁ କେଉଁ ଆବାହମାନ କାଳରୁ ମାଙ୍କ ନିର୍ଦ୍ଦେଶରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦାରୁ ନିର୍ଣ୍ଣୟ ହୋଇଥାଏ। ଜଗନ୍ନାଥ ସଂସ୍କୃତି ସହ ମା ମଙ୍ଗଳାଙ୍କର ସମ୍ପର୍କ ଅତି ନିବିଡ଼। ଶ୍ରୀମନ୍ଦିରରେ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ କେଉଁଠି ମିଳିବ ସେ କଥା ଜାଣିବା ପାଇଁ ଜଗନ୍ନାଥଙ୍କ ପଣ୍ଡା ଆସି ଏଠି ଅଧିଆ ପଡ଼ିଥାନ୍ତି ଏବଂ ମା ତାଙ୍କୁ ଦାରୁର ସନ୍ଧାନ ଦେବା ପରେ ମାଙ୍କ ଆଜ୍ଞାମାଳ ନେଇ ଦାରୁ ସନ୍ଧାନ କରିବାକୁ ବାହାରି ଯାଆନ୍ତି। ମାଙ୍କୁ ଏଠାରେ ବନ ଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ। ମା କିନ୍ତୁ ପ୍ରଥମେ ଏଠି ନଥିଲେ। ଏଠି ପ୍ରଥମେ ଥିଲେ ମା କାକଟେଇ। ମାଙ୍କର ଉତ୍ତର ଦିଗରେ ଅଛନ୍ତି ମା କାକଟେଇ। ତାଙ୍କ ନାମ ଅନୁସାରେ ଗାଁର ନାଁ କାକଟପୁର ନାମରେ ନାମିତ ହୋଇଛି ଏବଂ ସାରା ଦେଶରେ ବିଖ୍ୟାତ ହୋଇଛି। ମା ଦୁର୍ଗାଙ୍କର ଅନ୍ୟ ରୂପ ହେଉଛି ମା ମଙ୍ଗଳା। ମହିଷାସୁର ସହିତ ମା ଦୁର୍ଗାଙ୍କର ଘମାଘଟ ଯୁଦ୍ଧ ଚାଲିଥିବା ବେଳେ ମା ହାଲିଆ ହୋଇ ପଡ଼ିଥାନ୍ତି। ମହିଷାସୁର ଚେଷ୍ଟା କରୁଥାଏ ମାଙ୍କୁ ସମୁଦ୍ର ଗର୍ଭରେ ବୁଡ଼ାଇ ମାରିଦେବା ପାଇଁ। ମା ସେତେବେଳେ ଅଣନିଶ୍ୱାସୀ ହୋଇ ପଡ଼ିଥାନ୍ତି। ଯେତେବେଳେ ଦୀର୍ଘଶ୍ୱାସ ମାରିଲେ ସେହି ନିଶ୍ୱାସରୁ ଜନ୍ମ ନେଲେ ମା ମଙ୍ଗଳା। ମା ମଙ୍ଗଳା ଗୋଟିଏ ହାତରେ ମା ଦୁର୍ଗାଙ୍କୁ ଓ ଅନ୍ୟ ହାତରେ ମହିଷାସୁରକୁ ଟେକି ଗଭୀର ସମୁଦ୍ରରୁ ଉପରକୁ ଉଠିଥିଲେ। ଦୁର୍ଗା ମା ସୁସ୍ଥ ହୋଇ କହିଲେ, ଏ ବିପଦ ସମୟରେ ଜଗତର ମଙ୍ଗଳ ପାଇଁ ମହିଷାସୁରକୁ ବଦ୍ଧ କରିବାରେ ମୋତେ ସାହାଯ୍ୟ କରିଥିବାରୁ ଆଜିଠାରୁ ଜଗତରେ ତମେ ମା ମଙ୍ଗଳା ନାମରେ ପୂଜିତ ହେବ। କିମ୍ବଦନ୍ତୀ ମତ ଅନୁସାରେ ମା ମଙ୍ଗଳା ହେଉଛନ୍ତି ତ୍ରେତୟା ଯୁଗର ଦେବୀ। ପ୍ରଥମେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଥିଲେ ମା ମଙ୍ଗଳା। ରାବଣ ମାକୁ ପୂଜା ଅର୍ଚ୍ଚନା କରୁଥିଲା। ପ୍ରଭୁ ଶ୍ରୀରାମ ରାବଣଙ୍କର ବଧ କରିବା ପରେ ମା ମଙ୍ଗଳାଙ୍କୁ ଆଉ କେହି ପୂଜା ଅର୍ଚ୍ଚନା କଲେ ନାହିଁ। ସେ ସେମିତି ଅପୂଜା ହୋଇ ରହୁଥିଲେ। ସେତେବେଳେ ଓଡ଼ିଶାରୁ ଅନେକ ସାଧବମାନେ ଲଙ୍କାକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଜଣେ ଶ୍ରଦ୍ଧାଳୁ ସାଧବ ସେଠାରୁ ମାଙ୍କୁ ତାର ଭକ୍ତି ଭାବରେ ଓଡ଼ିଶାକୁ ଆଣିବା ପାଇଁ ଚିନ୍ତା କଲେ ଓ ଦିନେ ତାଙ୍କ ସହକର୍ମୀଙ୍କ ସହାୟତାରେ ମାଙ୍କୁ ତାଙ୍କ ବୋଇତରେ ରଖି ଓଡ଼ିଶାକୁ ଆଣୁଥିବା ବେଳେ ପ୍ରାଚୀ ନଦୀର ଚକ୍ରଗଣ୍ଡଠାରେ ମାଙ୍କ ବିଗ୍ରହ କେଉଁଆଡ଼େ ଉଦ୍ଭାନ ହୋଇଗଲା ଏବଂ ସେ ସାଧବ ସେମିତି ମନ ଦୁଃଖରେ ଘରକୁ ଫେରିଲେ। ଏମିତି ବହୁତ ଦିନ ବିତିଗଲା। ଦିନେ ବାଣିଜ୍ୟ ସାରି ଆଉ ଗୋଟିଏ ବୋଇତ ସେଇ ବାଟ ଦେଇ ଫେରୁଥାଏ। ପ୍ରାଚୀ ନଦୀର ଅଥଳ ଜଳରାଶିରେ ବୋଇତଟି ଚାଲୁଥିବା ସମୟରେ ହଠାତ୍ ଝଡ଼ ତୋଫାନ ମାଡ଼ି ଆସିଲା। ବୋଇତଟି ଝଡ଼ ତୋଫାନରେ ଭାରସାମ୍ୟ ହରାଇବାରୁ ବୋଇତରେ ଥିବା ସାଧବ ଓ ଅନ୍ୟ ସହଯୋଗୀମାନେ ଏ ଭୟଙ୍କର ଝଡ଼ ତୋଫାନରୁ ଉଦ୍ଧାର ପାଇବା ପାଇଁ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ। ବୋଇତଟି ହଠାତ୍ ବାଜପୁର ନିକଟରେ ମଝି ନଈରେ ଅଟକି ଗଲା। ଆଉ ଆଗକୁ ଗଲାନି କି ପଛକୁ ଗଲାନି। ଝଡ଼ କମିବା ପରେ ଯେତେ ଚେଷ୍ଟା କଲେ ମଧ୍ୟ ବୋଇତଟି ଆଉ ନ ଚାଲିବାରୁ ବୋଇତରେ ଥିବା ସମସ୍ତ ଲୋକେ ସେଦିନ ରାତି ନଈ ମଝିରେ ବିତେଇଲେ ଏବଂ ସମସ୍ତେ ଥକି ଯାଇଥିବାରୁ ସେ ବୋଇତରେ ଶୋଇପଡ଼ିଲେ। ରାତିରେ ମା ମଙ୍ଗଳା ସାଧବର ସ୍ୱପ୍ନରେ ଆସି କହିଲେ, ସାଧବ, ମୁଁ ମା ମଙ୍ଗଳା, ମୁଁ ଏ ନଦୀରେ ବୁଡ଼ିକି ଅଛି। ତୁ ମୋତେ ଉଦ୍ଧାର କର ଏବଂ ମୋ ପୂଜା ଅର୍ଚ୍ଚନାର ବ୍ୟବସ୍ଥା କର। ସାଧବ କହିଲେ, ମା, ମୁଁ ତତେ କେମିତି ଉଦ୍ଧାର କରିପାରିବି? ମା କହିଲେ, ସାଧବ, ତୁ ଏ ଗାଁକୁ ଯା। ହଟ ଦୀକ୍ଷିତ ଓ ବଟ ଦୀକ୍ଷିତ ଦୁଇ ଜଣ ବ୍ରାହ୍ମଣ ଅଛନ୍ତି। ତୁ ଯାଇ ତାଙ୍କୁ ଡାକି ଆଣ। ସେମାନେ ଆସି ମନ୍ତ୍ର ପଢ଼ି ମୋତେ ନେଇପାରିବେ। ସାଧବ ପୁଣି କହିଲେ, ମା, ଆମେ କେମିତି ଜାଣିବୁ ତୁ କେଉଁ ଜାଗାରେ ଅଛୁ ବୋଲି? ଆମେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନ ଜାଣିଲେ ଏ ବିଶାଳ ନଦୀରେ କେମିତି ଖୋଜି ପାଇବୁ ତତେ? ମା କହିଲେ, ସାଧବ, ତୁ ଯାଇ ସେ ବ୍ରାହ୍ମଣ ଦୁଇ ଜଣକୁ ଆଣ। ଦେଖିବୁ ଯେଉଁଠି ଗୋଟିଏ କାକଟି ଉଡ଼ି ଉଡ଼ି ଆସି ବୁଡ଼ିଯିବ ମୋତେ ତମେମାନେ ସେଇଠି ଖୋଜିବ। ମୁଁ ସେଇ ଜାଗାରେ ଥିବି।
ସାଧବ ବ୍ରାହ୍ମଣଙ୍କ ସହାୟତାରେ ମାଙ୍କୁ ସେଠାରୁ ଉଦ୍ଧାର କଲା ଏବଂ ମାଙ୍କ ସହିତ ଗୋଟିଏ ମୁଗୁନି ପଥରର ଶିଳା ମଧ୍ୟ ଉଦ୍ଧାର କଲେ। ତାପରେ ମାଙ୍କୁ ନେଇ ପୂଜା ଅର୍ଚ୍ଚନା କଲେ। କାକଟପୁର ମନ୍ଦିରଟି ବହୁତ ପୁରୁଣା। ଯଦିବା ଏହାର କୌଣସି ସଠିକ ପ୍ରମାଣ ନାହିଁ, ବୈଜ୍ଞାନିକ ମାନଙ୍କ ମତରେ ଏହା ପ୍ରାୟ 1548 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ। ସେହି କାଳରୁ ମା କାକଟପୁରରେ ରହି ଜଗତବାସୀଙ୍କର ଉଦ୍ଧାର କରୁଛନ୍ତି। ବନ୍ଧୁ, ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଏମିତି କିମ୍ବଦନ୍ତୀ କାହାଣୀ, ନୀତିଶିକ୍ଷା କାହାଣୀ ଗୁଡ଼ିକ ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର।